ଆପଣଙ୍କ ଗାଡ଼ିର ଚାଲାଣ ଆସିଛି? ହ୍ୱାଟ୍ସଆପ୍କୁ ଆସୁଛି କି ଏପରି ମେସେଜ? ସାବଧାନ, ମାତିଲେଣି ସାଇବର ଠକ। ଆରଟିଓ ଚାଲାଣକୁ ନେଇ ହଟଚମଟ ଲାଗିଥିବା ବେଳେ ଚଳଚଞ୍ଚଳ ହୋଇ ଉଠିଲେଣି ସାଇବର ଠକ। ଏବେ ଠକେଇର ନୂଆ ନୂଆ ତରିକା ଆପଣାଉଛନ୍ତି ଏହି ଠକମାନେ, ଯେଉଁଥିରେ ଆରଟିଓ ଚାଲାଣ ଚେକ୍ କରିବାକୁ ଏପିକେ ଫାଇଲ୍ କରି ଲୋକଙ୍କ ମୋବାଇଲକୁ ମେସେଜ ପଠାଯାଉଛି। ଆଉ ବର୍ତ୍ତମାନ ସମୟରେ ସମସ୍ତଙ୍କୁ ଆରଟିଓର ଚାଲାଣ ଚିନ୍ତା ରହିଥିବାରୁ କେହି ନ ବୁଝି ଏହି ମେସେଜ ଉପରେ କ୍ଲିକ୍ କରି ଦେଉଛନ୍ତି। ଆଉ ତାପରେ ଆରମ୍ଭ ହୁଏ ଠକେଇର ଅସଲ ଖେଳ। ପ୍ରଥମେ ମୋବାଇଲ ହ୍ୟାକ୍, ପରେ ବ୍ୟାଙ୍କ ଖାତାରୁ ଟଙ୍କା ଗାୟବ। ଆଜ୍ଞା ହଁ, ବର୍ତ୍ତମାନ ସମୟରେ ସାଇବର ଅପରାଧୀ ଇ ଚାଲାଣ ନାମକ ମେସେଜ ପଠାଇ ମୋବାଇଲ ହ୍ୟାକ୍ କରିବା ଯଥାସମ୍ଭବ ପ୍ରୟାସ କରୁଛନ୍ତି। ଯଦି ଆପଣଙ୍କ ହ୍ୱାଟ୍ସଆପ୍କୁ ମଧ୍ୟ ଏଭଳି ମେସେଜ ଆସୁଛି ତେବେ ସାବଧାନ ହୁଅନ୍ତୁ। କିଏ ଜଣେ ମେସେଜ ପଠାଉଥିବା ଲୋକଟି ଆରଟିଓ ବିଭାଗର ନ ହୋଇ ଯଦି ସାଇବର ଠକ ହୋଇଥିବ, ତାହେଲେ ଟଙ୍କା କୁଆଡ଼ୁ ଉଡ଼ିଯିବ ଜଣାପଡ଼ିବନି।